ହାଣ୍ଡିଏ ଭାତ ପରସି ଦେଇ ଯିଏ କାଣି ଚାଉଳରେ ପେଟ ପୂରାଏ, ଡହ ଡହ ନିଆଁରେ ଚାଲିବି ଯିଏ ଶୀତଳ ସଳିଳ ବାଣ୍ଟି ଦିଏ, ଯିଏ ବୁଦ୍ଧି, ଲକ୍ଷ୍ମୀ, ଶକ୍ତିର ପ୍ରତୀକ ହୋଇବି ନିରୀହତାର ପରିଚୟ ଦେଇପାରେ, ସିଏ ହିଁ ତ ନାରୀ। ଆସନ୍ତୁ ଏହି ମର୍ମରେ ବୌଦ୍ଧ ଜିଲ୍ଲାର କବୟିତ୍ରୀ ଜୟଶ୍ରୀ କ୍ଷେତୀଙ୍କଠାରୁ ଶୁଣିବା କବିତା ନାରୀ। ନାରୀ ଢାଙ୍କି ହୋଇଥିବା ଓଢ଼ଣା ତଳେ ପଡ଼ି ହୋଇଥିବା ମୋହନରେ ପୀଡ଼ନକୁ ଲିଭଉଥିବା ଆଶୀର୍ବାଦ ସେ, ଥିପ୍ ଥିପ୍ ହୋଇ ବହୁଥିବା ଲୁହର ଧାରଣରେ ପେଟର ଯନ୍ତ୍ରଣାକୁ ଜାବୁଡ଼ି ଧରିଥିବା ଆଶୀର୍ବାଦ ସେ, ସମାଜରେ ଜନ୍ମ ହୋଇ କଣ୍ଟା ନୁହେଁ ଦୁଃଖକୁ କାଟି ଦଉଥିବା ଆଶୀର୍ବାଦ ସେ। ହଁ, ସେ ନାରୀ। ପୁରୁଣା ଆଇନରେ ସିଲେଇ ହୋଇଥିବା ନୀରବତା ନୁହେଁ, ଶୃଙ୍ଖଳାକୁ ଗଢ଼ି ଦଉଥିବା ଆଶୀର୍ବାଦ ସେ। ଆସୁଥିବା ଝଡ଼ର ଶିକାର ନୁହେଁ, ପାଗ ପରିବର୍ତ୍ତନକାରୀ ଆଶୀର୍ବାଦ ସେ। କିତ୍ କିତ୍ ଖେଳୁଥିବା ଦୁଇଟି ପାଦ ନୁହେଁ, ସମସ୍ତ ଭାରକୁ ବହନ କରୁଥିବା ଆଶୀର୍ବାଦ ସେ। ହଁ, ସେ ନାରୀ। ଅର୍ଦ୍ଧାଙ୍ଗିନୀ ସାଜି କିରୋସିନୀ ନିଆଁରେ ଜଳିବା ପାଇଁ ନୁହେଁ, ନୂତନ ଭବିଷ୍ୟତ ଗଢ଼ିବାର ଆଶୀର୍ବାଦ। ପ୍ରିୟ ସାହିତ୍ୟ ପ୍ରେମୀ, ଆପଣମାନଙ୍କୁ କବିଙ୍କର କବିତା କେମିତି ଲାଗିଲା ଅଥବା ଆପଣଙ୍କର କବିତା ଗଳ୍ପ ଆମ ଚ୍ୟାନେଲ ମାଧ୍ୟମରେ ପ୍ରକାଶିତ କରିବାକୁ ଚାହୁଁଥିଲେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମ ଠିକଣା ଜଲେଶ୍ୱର ମନ୍ଦିରପଡ଼ା, ଭବାନୀପାଟଣା, କଳାହାଣ୍ଡି, ପିନ୍ 766001 ଅଥବା ଆପଣ ଆମକୁ ହ୍ୱାଟ୍ସଆପ୍ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 7751822407।